ମଧୁର ବିନୟ କହି ବଚନ ତୋଷିବ ପ୍ରାଣୀ ଜନମନ। କହି ସତ୍ୟ ସଂସ୍କାର ଉପଚାର ଶିଖାଇବ ଆଚାର ବ୍ୟବହାର। କନ୍ୟା ନୁହେଁ ସେ ଦୁହିତା କନ୍ୟା ରତନ। ସ୍ନେହ ମମତାର ଭଣ୍ଡାର ନାରୀ ସେ କର ତାକୁ ସମ୍ମାନ ଓ ଯତନ। ନାରୀ ସକଳ ମାତୃତ୍ୱର ଅଧିକାରିଣୀ। ସେ ଅବଳା ଦୁର୍ବଳା ନୁହେଁ ସେ ସୃଷ୍ଟିକାରିଣୀ। ସେ ହିଁ ଧ୍ୱଂସକାରିଣୀ। ଯେମିତି ରକ୍ତଦାନ ମହାପୁଣ୍ୟ ସେମିତି କନ୍ୟାଦାନ ମହାପୁଣ୍ୟ। ଅନୁରୋଧ ମୋର ମା ଭଉଣୀଙ୍କୁ ଦିଅନ୍ତୁନି ଯାତନା ନବ ବିବାହିତା ବଧୂଙ୍କୁ। ନିଜର ଲାଳନା ପରି କର ତାଙ୍କୁ ସ୍ନେହ ମମତା। ପାଇବ ଭକ୍ତି ଶ୍ରଦ୍ଧା ସେବା ଏକଥା ନୁହୋଇ ଅନ୍ୟଥା। ଯେମିତି କର୍ମକୁ ସେମିତି ଫଳ। ସ୍ନେହ ମମତାର ମୂଲ୍ୟ ହୁଏନି କେବେ ବି ଫଳ। ଜଗନ୍ନାଥଙ୍କ ନିକଟରେ ଜଳୁଛି ଦୀପ। କନ୍ୟା ଭ୍ରୂଣ ହତ୍ୟା ଅଟେ ମହାପାପ। ଗୁରୁ ଶିଷ୍ୟା ସମ୍ପର୍କ ଅଟେ ପବିତ୍ର। ଛାତ୍ରୀ ସହଜନ ସମ୍ପର୍କ ପାଇଁ କର ନାହିଁ ଚକ୍ରାନ୍ତ। ପ୍ରେମ ଅଟେ ପବିତ୍ର ଶାଶ୍ୱତ। ଲଭ୍ ସେକ୍ସ ଧୋକା ଦେଇ କର ନାହିଁ କଳଙ୍କିତ। ପ୍ରତିଟି ନାରୀକୁ ସମ୍ମାନ ଦିଅ। ଝିଅକୁ ଦେଖିଲେ ଭଲ ମାଲ ବୋଲି ନ କୁହ। ପର ବୋଲି କାହାକୁ ନ ଭାବ ସଂସାରେ। ସେ ପରା ଆପଣାର ପରମାତ୍ମା ଭାବରେ। ନାରୀର ସମ୍ମାନ କରିବା ହିଁ ପୁରୁଷର ଧର୍ମ। ନାରୀକୁ ସୁରକ୍ଷା ଦେବା ପୁରୁଷର କର୍ତ୍ତବ୍ୟ। ଗୋଟେ ଭଲ ପୁଅ ହୁଅ, ଭଲ ଛାତ୍ର ହୁଅ, ଭଲ ଭାଇ ହୁଅ, ଭଲ ସ୍ୱାମୀ ହୁଅ, ଭଲ ନାଗରିକ ହୁଅ। ନିଜ ମନୁଷ୍ୟ ଜୀବନକୁ ସାର୍ଥକ କର। ଭଗବାନ ତୁମକୁ ଉନ୍ନତ ମସ୍ତିଷ୍କ ଦେଇଛନ୍ତି ସମାଜର ହିତ ସାଧନ କରିବା ପାଇଁ। ସମାଜର କୁଚକ୍ରାନ୍ତ କରି ଅହିତ କରିବା ପାଇଁ ନୁହଁ। ମାନବ ଧର୍ମ ମାନବ ସେବା ହିଁ ମାଧବଙ୍କ ସେବା।